ମୁଁ ଭାଗୀରଥୀ ପାତ୍ର କେଉଁଝର ମାଇନିଂ ୱାର୍କର୍ସ ୟୁନିୟନର ୱାର୍କର ପ୍ରତିନିଧି ଭାବରେ ଆଜି ଆସିଛି। ଗତ 17 ତାରିଖ ଦିନ OMC ଅଫିସରେ କଣ୍ଟ୍ରାକ୍ଟର ମ୍ୟାନେଜମେଣ୍ଟ ଏବଂ ୟୁନିୟନ ମଧ୍ୟରେ ଏକ ଚର୍ଚ୍ଚା ହେଇଥିଲା କି ଯେଉଁ ଥିଲା ତାର ପ୍ରାପ୍ୟ ପାଇଁ, କିନ୍ତୁ ବର୍ତ୍ତମାନ ସୁଦ୍ଧା କଣ୍ଟ୍ରାକ୍ଟର କର୍ଣ୍ଣପାତ କରୁନାହାନ୍ତି କି ତା ସହିତ ଆମର OMC ମଧ୍ୟ ତାର କର୍ଣ୍ଣପାତ କରୁନାହିଁ। ଶେଷରେ ବାଧ୍ୟ ହୋଇକି ସମସ୍ତ ୱାର୍କର ଏତେ ନିଷ୍ପତ୍ତି ନେଇଛନ୍ତି OMC ଅଫିସ ସାମ୍ନାରେ। ଦାବି ରହିଛି ଯେଉଁ ଆମ ମଝିରେ ବନ୍ଦ ଥିଲା, ଅନନେସେସରି ୱାର୍କରମାନଙ୍କର କୌଣସି ଭୁଲ ନାହିଁ, ଲୋକାଲ ଲୋକ ଆସିକି ବନ୍ଦ ବାନ୍ଦ କରିଥିଲେ। ସେ ସମୟରେ କଣ୍ଟ୍ରାକ୍ଟର ଲେଖିଥିଲା ନୋ ୱାର୍କ ଆଣ୍ଡ ନୋ ପେ, କାମ ନାହିଁ ତ ପଇସା ନାହିଁ। ଏଠି ଭୁଲ ରହିଲା କେଉଁଠି ୱାର୍କରଙ୍କର? ୱାର୍କର ତ କାମ କରିବା ପାଇଁ ଆସୁଥିଲେ, ସେଠି ବସୁଥିଲେ, ତାଙ୍କ ନିଜେ ଆଟାନାନ୍ସ ମଧ୍ୟ ଦେଉଥିଲେ, କମ୍ପାନୀକୁ ସେ ଆଟାନାନ୍ସ ଯେଉଁ ରେଜିଷ୍ଟର ଅଛି ସେଠି ସିଗ୍ନେଚର କରୁଥିଲେ। କିନ୍ତୁ କଣ୍ଟ୍ରାକ୍ଟର କହୁଛି ଯେହେତୁ ସିଗ୍ନେଚର ଅଛି ସେ ସିଗ୍ନେଚର ଆମକୁ ଦିଅ, ଯାହାଫଳରେ ତାଙ୍କ ଭିତରେ କୌଣସି କୋର୍ଡ଼ିନେସନ୍ ରହୁନାହିଁ। ଯେଉଁ ଆମର ଲୋକାଲ ଯେଉଁ ଷ୍ଟାଫ୍ ଅଛନ୍ତି ତାଙ୍କର ସହିତ କଣ୍ଟ୍ରାକ୍ଟର କୋର୍ଡ଼ିନେସନ୍ର ଅଭାବ ହେତୁ କଣ୍ଟ୍ରାକ୍ଟର କହୁଛି ସେ ପଇସା ତ ତାଙ୍କୁ ସେ ପେମେଣ୍ଟ କରିବ ନାହିଁ। ଆମେ କହୁଛୁ ଆମେ ଯେହେତୁ କାମ କରିବା ପାଇଁ ଆସିଥିଲୁ, ବନ୍ଦ ଆମ ଦ୍ୱାରା ହେଇନଥିଲା, ତେଣୁ ପେମେଣ୍ଟ ଆମକୁ କାହିଁ ଦିଆଯିବନି? ଏହା ହିଁ ମୂଳ ମୁଦ୍ଦା ରହିଛି। କିନ୍ତୁ କଣ୍ଟ୍ରାକ୍ଟର ଟୋଟାଲି ଦେବାକୁ ନାରାଜ। ବର୍ତ୍ତମାନ ତ ପୁନଶ୍ଚ ଦେଖିବା, ଆମେ ମିଟିଂ ପାଇଁ ପୁଣି ଥରେ କହୁଛୁ, କିନ୍ତୁ ସେମାନେ ମିଟିଂ ପାଇଁ ମଧ୍ୟ ଆସୁନାହାନ୍ତି। ପରବର୍ତ୍ତୀ ସମୟରେ ଏଇଟା ବହୁତ ବଡ଼ ଧରଣର ଡେମନଷ୍ଟ୍ରେସନ୍ ହେବାକୁ ଯାଉଛି ବୋଲି ମୁଁ ଯାହା ଆଶା କରୁଛି। କାରଣ ଯେପର୍ଯ୍ୟନ୍ତ ୱାର୍କର ସେ ତାଙ୍କର ନିଜ ନ୍ୟାର୍ଯ୍ୟ ଦାବିଟା ହାସଲ କରିପାରିବେନି, ତାହେଲେ ତା'ର ମୂଳ ପନ୍ଥା ରହିଛି ଆମ ୟୁନିୟନର କି କିପରି ଭାବରେ ଏହାକୁ ଗୋଟେ ବଡ଼ ଗଣ ଆନ୍ଦୋଳନରେ ପରିଣତ କରାଯିବ ଏବଂ କିପରି ତାଙ୍କର ପ୍ରାପ୍ୟ ପାଇବେ। ଏହା ହେଉଛି କେଉଁଝର ମାଇନିଂ ୱାର୍କର୍ସ ୟୁନିୟନର